ଏ ଯାଇଥିଲି ବଜାରକୁ ଆଣିବାକୁ ସାବୁନ ଗୁଣ୍ଡ, ଏ ଲୁଗାପଟା ସବୁ ମଳି ହେଇକି ଛାଡ଼ିଲାଣି ଦୁର୍ଗନ୍ଧ। ନମସ୍କାର, ଜୟ ଜଗନ୍ନାଥ। ମୁଁ ନିତ୍ୟାନନ୍ଦ ନିତ୍ୟା ସାର୍। ଆପଣମାନଙ୍କ ଭଲ ପାଇବା ଆଶୀର୍ବାଦ ଯୋଗୁଁ ଆଜି ୟୁଟ୍ୟୁବରୁ ବାହାରି ଆଜି ଅପେରା ଜଗତରେ, ଯାତ୍ରା ଜଗତରେ ପାଦ ଦେଇଛି। ବର୍ତ୍ତମାନ ମୁଁ ପାର୍ବତୀ ଗଣନାଟ୍ୟରେ ଫାଦର କମେଡି କ୍ୟାରେକ୍ଟରରେ ଏଣ୍ଟ୍ରି କରିଛି। ଆଶା ରଖିଛି ନିଶ୍ଚିତ ଭାବରେ 2025 ଆଉ 26 ମସିହାରେ ଭଲ କାମ କରିବି, ଆପଣମାନଙ୍କୁ ହସେଇବା ପାଇଁ ନିଶ୍ଚିତ ଭାବରେ ବହୁତ ଥର ଚେଷ୍ଟା କରିବି, ଅକ୍ଳାନ୍ତ ପରିଶ୍ରମ କରିବି। କିନ୍ତୁ ମୁଁ ସବୁବେଳେ ଚାହେଁ ମୋ ଦର୍ଶକମାନେ ହସନ୍ତୁ, କାରଣ ମନୋରଞ୍ଜନ ଦେବା ବା ମନୋରଞ୍ଜନ ଯୋଗାଇବା ପ୍ରତିଟି କଳାକାରଙ୍କର ଧର୍ମ। ତେଣୁ ମୁଁ ମୋ ଧର୍ମ ପାଳନ କରିବି। ସତ କଥା କହିବାକୁ ଗଲେ ଆମେ ହେଉଛୁ ଗୋଟେ କଳାକାର ବଂଶରୁ ଆସିଥିବା ମଣିଷ। ବାପା ଜଣେ ଡ୍ରାମା ଡାଇରେକ୍ଟର ଗୋପୀନାଥ ନାୟକ, କେନ୍ଦ୍ରାପଡ଼ା ଆଳି ଅଞ୍ଚଳରେ ମୋ ଘର। ତ ସେ ଅଞ୍ଚଳର ଲୋକ ଜାଣନ୍ତି ମୋ ବାପାଙ୍କୁ। ତ କଥାରେ ଅଛି ଗୋଟେ ସାଧାରଣ କଥା ଆଜ୍ଞା, ଗାଁ ଗହଳିରେ କହନ୍ତି ସାରୁର ମୁଣ୍ଡାଟା ଯଦି ଗଲଗଲ ହେଉଛି ତାର ପୁଆଟା ବି ଗଲଗଲ ହେବ। ତେଣୁ ପ୍ରଶ୍ନ ଏଠି କିଛି ନାହିଁ। ଯିଏ ଯେଉଁ ରକ୍ତରେ ତିଆରି ହେଇଛି ସିଏ ତାର ଛିଟା ନିଶ୍ଚିତ ଭାବରେ ରଖିବ। ତେଣୁ ଗୋଟେ କଳାକାର ବଂଶରୁ ମୁଁ ବିଲଙ୍ଗ କରେ। ବାପା କଳାକାର, ମୋ ଭଉଣୀ ଜଣେ ଓଡ଼ିଶୀ ବିଶାରଦ, ଆଉ ଗୋଟେ ଭଉଣୀ ସଙ୍ଗୀତ ବିଶାରଦ। ତେଣୁ ସେଇ ପରିବାରରୁ ମୁଁ ଆସିଛି। ତେଣୁ ରାତି ପାଇଲେ ଘରେ ଖୋଳ କଂସାଳ ବାଜେ, ମୃଦଙ୍ଗ ବାଜେ। ବାପାଙ୍କ ସହିତ ଡ୍ରାମା ରିହର୍ସାଲକୁ ଯାଏ। ଚାଇଲ୍ଡ ଆର୍ଟିଷ୍ଟ ଭାବରେ ବହୁତ ଡ୍ରାମାରେ ବି ଅଭିନୟ ବି କରିଛି। ତ ସେଇ ଗୁଣଟା, ସେଇ କଳାଟା ମୋ ପାଖରେ ଥିଲା। ସମୟକ୍ରମେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ, ଦେବୀ ସରସ୍ୱତୀଙ୍କ ଆଶୀର୍ବାଦ, ତ ହଠାତ୍ ଏମିତି ଗୋଟେ କଲ୍ ଆସିଲା ଯେ ଆପଣ ଅପେରା ପାର୍ଟିରେ ଆସିବାକୁ ଚାହିଁବେ? ମୁଁ କହିଲି ନିଶ୍ଚୟ ଆଜ୍ଞା, ସୁଯୋଗ ମିଳିଲେ ନିଶ୍ଚୟ ଆସିବାକୁ ଚାହିଁବି। ତ ତାପରେ ଆସିକି ପହଞ୍ଚିଛି ମା ପାର୍ବତୀ ଦେବୀଙ୍କ କୃପାରୁ ପାର୍ବତୀ ଗଣନାଟ୍ୟରେ। ରିହର୍ସାଲ ଚାଲିଛି ଆମର ପ୍ରଥମ ନାଟକ। ଅକ୍ଳାନ୍ତ ପରିଶ୍ରମ, ଝାଳ ବୋହି ଯାଉଛି। ଆକ୍ଚୁଆଲି ଯିଏ ପ୍ରକୃତ କଳାକାର ସିଏ ଚାହିଁବ ପ୍ରତିଟି ପ୍ଲାଟଫର୍ମରେ କାମ କରିବା ପାଇଁ, କାରଣ ଦର୍ଶକ ଆମ ପାଇଁ ଦେବତା। ଆମେ ଦର୍ଶକଙ୍କ ପାଇଁ ଆମେ କଳାକାର। ଯଦି ଦର୍ଶକ ନ ଦେଖିବେ ଆମେ ନଥିବୁ ଆଜ୍ଞା। ଦର୍ଶକ ଦେଖୁଛନ୍ତି ବୋଲି ଆଶୀର୍ବାଦ ଦେଉଛନ୍ତି, ଭଲ ପାଇବା ଦେଉଛନ୍ତି ବୋଲି ଆମେ ଅଛୁ। ଯଦି କାଲି ମୁହଁ ମୋଡ଼ିଦେବେ ଦର୍ଶକ, ଆମେ ଆଜ୍ଞା ଜିରୋ ହେଇଯିବୁ। ତେଣୁ ଆହୁରି ଖୁସି ଲାଗୁଛି ଯେ ଲୋକଙ୍କ ପାଖରେ ଆମେ ଯାଇ ପହଞ୍ଚିବୁ। କାରଣ ଯାତ୍ରା ମଞ୍ଚ ଏମିତି ଗୋଟେ ମଞ୍ଚ, ଲୋକଙ୍କ ପାଖରେ ଆପଣ ଯାଇ ପହଞ୍ଚିବେ, ଆପଣଙ୍କୁ ସେମାନେ ଲାଇଭ୍ ଦେଖିବେ, ପାଖରୁ ଦେଖିବେ, ଆଉ ଇଏ ଗୋଟେ ସୁନ୍ଦର ଅନୁଭୂତି ମିଳିବ। ବହୁତ ଖୁସି ଲାଗୁଛି ଆଜ୍ଞା। ମୁଁ ତ ମା ପାର୍ବତୀଙ୍କି ପ୍ରାର୍ଥନା କରୁଛି, ମା ଶୀଘ୍ର କେମିତି ଆମର 4 ଖଣ୍ଡ ନାଟକ କମ୍ପ୍ଲିଟ୍ ହଉ, ଆମେ କିନ୍ତୁ ବାହାରକୁ ବାହାରି ଯାଉ। ନାଇଁ ନାଇଁ, ସେମିତି କିଛି ନାହିଁ ଆଜ୍ଞା। ଦେଖନ୍ତୁ, ଆମେ କେବଳ ମୁଁ ନୁହେଁ, ଏ ଦୁନିଆରେ ସମସ୍ତେ, ପ୍ରତିଟି ମଣିଷ ଆଜ୍ଞା ପାର୍ଟ ଟାଇମ୍ ଜବ୍ କରୁଛନ୍ତି। କାହିଁ କରୁଛନ୍ତି? ଜଣେ ଡକ୍ଟରଙ୍କୁ ପଚାରିବେ, ସାର୍ ଆପଣଙ୍କର ପ୍ରଫେସନ୍? ନା ମୁଁ ଜଣେ ଡକ୍ଟର। ନା ସାର୍ ମୁଁ ଦେଖିଲି କାର୍ ଆପଣଙ୍କ ଘର ଆଗରେ ଦୁଇଟା ଥୋଇଛି, ମୋର ଟ୍ରାଭେଲ୍ ଏଜେନ୍ସି ଅଛି ପରା। ସମସ୍ତେ ଆଜ୍ଞା ପ୍ରାଇଭେଟ୍, ମାନେ ପାର୍ଟ ଟାଇମ୍ ଜବ୍ ଚାଲିଛି। ଆପଣ ଯେକୌଣସି ଲୋକଙ୍କୁ ପଚାରିବେ, ଭାଇ ଆପଣ ତ ବଢ଼ିଆ ଦୋକାନଟେ କରିଛନ୍ତି, ଆଉ ଇଏ ମୁଁ ଶୁଣିଲି କାଳେ ଯେଉଁ ପୋଖରୀ 4-5ଟା କରିଛି ଆପଣଙ୍କର? ହଁ, ସେଟା ମୁଁ ଲିଜ୍ ନେଇଛି, ଚୁଙ୍ଗୁଡ଼ି ଚାଷ ହେଉଛି, ସେଇଟା ପାର୍ଟ ଟାଇମ୍। ତେଣୁ ଆଜ୍ଞା କଥା ହେଉଛି, ଆମେ ତ କଳା ଜଗତରେ ଅଛୁ। ମୁଖ୍ୟ ଆମର ଲକ୍ଷ୍ୟ ହେଉଛି ଅଭିନୟ କରିବା, ଦର୍ଶକମାନଙ୍କ ମନୋରଞ୍ଜନ କରିବା। ତେଣୁ ୟୁଟ୍ୟୁବରେ ଯେମିତି ମୋତେ ଦର୍ଶକମାନେ ଦେଖିଛନ୍ତି, ଭଲ ପାଇବା ଦେଇଛନ୍ତି, ଆଶୀର୍ବାଦ ଦେଇଛନ୍ତି, ସେ ପ୍ଲାଟଫର୍ମ କେବେ ବି ନିତ୍ୟାନନ୍ଦ ଛାଡ଼ିବନି। ମୁଁ ଯେତେବେଳେ ବି ସମୟ ପାଇବି, ମୋତେ ତାରୁ ଖୁସି ଲାଗୁଛି ଯେ ମୁଁ ଏଠି ଯେଉଁ ପହଞ୍ଚିଲି, ମୋ ପାଖରେ କଳାକାରଙ୍କର ଅଭାବ ରହିଲାନି। ବହୁତ ବଢ଼ିଆ ବଢ଼ିଆ କଳାକାର ଏଠି ଅଛନ୍ତି। ଆମର ଏଠି ଯେ ଜଗା ଭାଇନା ଯିଏ କରୁଛନ୍ତି ଭିଲିଆନ୍ କ୍ୟାରେକ୍ଟର, ଆମର ଦିଲ୍ଲୀପ ବାବୁ ଯିଏ କରୁଛନ୍ତି କମେଡ଼ି, ଆଉ ଯେତେ ଲେଡ଼ି ଆର୍ଟିଷ୍ଟ ଅଛନ୍ତି, ଏତେ ଭଲ ପାଇବା ଦେଉଛନ୍ତି ଭାଇ, ଏତେ ଆଶୀର୍ବାଦ ଦେଉଛନ୍ତି, ଏତେ ମାନେ ଅଳ୍ପ ଦିନ ଭିତରେ ଯେମିତି ଗୋଟେ ପରିବାର ଭଳି ଆମେ ତିଆରି ହେଇଗଲୁଣି। ହଁ, ମୁଁ ଖାଇନି ୱେଟ୍ କରୁଛନ୍ତି, ନିତ୍ୟାନନ୍ଦ ଗୁଡ଼ାକ ସେ ଖାଇଲେ ଆମେ ଖାଇବା। ତ ଏତେ ଭଲ ପାଇବା ମିଳୁଛି ଭାଇ, ମୋତେ ଲାଗୁଛି ସମସ୍ତେ ମୋ ସାଙ୍ଗେ ମିଶିଗଲେଣି। ସମସ୍ତେ, ମୁଁ ବି ସେମାନଙ୍କ ସହିତ ଜଡ଼ିତ, ଗୋଟେ ପରିବାର ଭଳି ଲାଗୁଛି ନିଜକୁ। କିଏ ଭାଇ, କିଏ ଭଉଣୀ, କିଏ ଏମିତି ସବୁ ହେଇଗଲେଣି ସମ୍ପର୍କରେ। ଆଗକୁ ୟୁଟ୍ୟୁବ୍ ଆହୁରି ଜମିବ ଭାଇ, ସତ କଥା। ବହୁତ ସୁନ୍ଦର କଳାକାରମାନେ ଅଛନ୍ତି, କେତେ ନିଚ୍ଛକ ଅଭିନୟ କରୁଛନ୍ତି। ଆପଣମାନେ ତ ଦେଖିଥିବେ ଯାତ୍ରାରେ ସେମାନେ କେମିତି ରକ୍ତକୁ ପାଣି କରି ଅଭିନୟ କରୁଛନ୍ତି। ଆଉ ଏ ଜାଗାରେ ମୁଁ ବି ନିଜେ ଆସି ଅନୁଭବ କରୁଛି, ମୁଁ ବି ଝାଳ ନାଳ ଆଣ୍ଠି। ମୁଁ ଆଜି ଫିଲ୍ କରୁଛି ପ୍ରକୃତରେ ଯାତ୍ରା କଳାକାର କେତେ ଖଟୁଛନ୍ତି। ସତରେ ଭାଇ, ଗୋଟେ ମଞ୍ଚରେ ଏତେ ସାରା ଲାଇଟ୍ ପଡ଼ୁଛି। ଆମେ ତ ଭାଇ ସୁଟିଂ କରୁଛୁ, ମୁଁ ଆ ପୂର୍ବରୁ ସିନେମା 2ଟା କରିଛି,
ମୁଁ ଜାଣିଛି ଗୋଟେ ରିଫ୍ଲେକ୍ଟର ପଡ଼ିଗଲା ମୋ ମୁହଁ ପଡ଼ିଯାଏ ଏଠି ଭାଇ କେତେ ଲାଇଟ୍ କି ଗରମ ଗୁଳିଗୁଳିରେ ସେମାନେ ପାର୍ଟ କରୁଛନ୍ତି ହସଉଛନ୍ତି କନ୍ଦଉଛନ୍ତି ମଜଉଛନ୍ତି ଭାଇ ଧନ୍ୟବାଦ ଯେତେ ଧନ୍ୟବାଦ ଦେଲେ କମ୍ ହେବ।